ओम शांति। ओम शांति। ओम शांति। 24/2/2026 प्रातः मुरली। ओम शांति। बापदादा मधुबन। ଆଜି ମିଠା ବାବା ତାଙ୍କ ମିଠା ସନ୍ତାନ ମାନଙ୍କୁ କଣ ନିର୍ଦ୍ଦେଶ ଦେଇଛନ୍ତି? ମିଠା ବାବା କହୁଛନ୍ତି, ମିଠେ ବଚ୍ଚେ। ହଁ ଜି ମିଠା ବାବା, ତୁମେମାନେ ନିଜ ଜୀବନର ଡୋରକୁ ଏକମାତ୍ର ବାବାଙ୍କ ସହିତ ବାନ୍ଧି ଦେଇଛ। ତୁମର ସମ୍ପର୍କ ଜଣକ ସହିତ ରହିଛି, ତେଣୁ ତୁମକୁ ଜଣକ ସହିତ ହିଁ ସମ୍ବନ୍ଧ ରକ୍ଷା କରିବାକୁ ହେବ। ବାବା ଏଠି କଣ କହିଲେ ନା, ତୁମେମାନେ ନିଜ ଜୀବନର ଡୋରକୁ ଏକମାତ୍ର ବାବାଙ୍କ ସହିତ ବାନ୍ଧି ଦେଇଛ। କାରଣ ଆମର ଜୀବନର ନୌକାଟି ଯୋଉ ଏ ବିଷ ବୈତରଣୀ ଯୋଉ ଉବୁଟୁବୁ ହଉଛି, ବାବା ଆସିକିରି ଆମ ଜୀବନ ନୌକାକୁ ପାର କରୁଛନ୍ତି। କାରଣ ଶ୍ରୀମତର ଡୋର ଦ୍ୱାରା ଆମକୁ ବାନ୍ଧି ରଖିଛନ୍ତି। ଆମେ ତାଙ୍କ ଶ୍ରୀମତର ଡୋରକୁ ଆମେ ଯେତେ ମଜବୁତ କରିବା, ଆମେ ସେତେ ଏଇ ବିଷ ବୈତରଣୀରୁ ଆମେ ପାର ହେଇଯିବା। ଆଉ ବାବା ଆମକୁ ସହଜରେ ରକ୍ଷା କରିବେ। ସହଜରେ ତାଙ୍କ ସାଥିରେ ଆମକୁ ମାନେ ସହଜରେ ଏଇ ବିଷ ବୈତରଣୀରୁ ପାର କରି ନେଇଯିବେ। ତେଣୁ ଆମେ ତାଙ୍କ ସହିତ ଏକମାତ୍ର ବାନ୍ଧି ଦେଇଛେ। ଶ୍ରୀମତର ଡୋରି ବାବାଙ୍କ ସହିତ ଆତ୍ମାର ଡୋରି ପୁରା ମଜବୁତ ଅଛି। ତୁମର ସମ୍ପର୍କ ଜଣକ ସହିତ ରହିଛି, ତେଣୁ ତୁମକୁ ଜଣକ ସହିତ ହିଁ ସମ୍ବନ୍ଧ ରକ୍ଷା କରିବାକୁ ହେବ। ଯେହେତୁ ଆମର ଜୀବନ ନୌକା ଯୋଉ ଏ ବିଷ ବୈତରଣୀରେ ଉବୁଟୁବୁ ହଉଛି, ଜୀବନ ନୌକାକୁ ପାର କରିବା ପାଇଁ ଆରପାରିକୁ, ତେଣୁ ଆମେ ତାଙ୍କ ସହିତ କେବଳ ସମ୍ବନ୍ଧ ରଖିବା। ଏକମାତ୍ର ବାବା, ଦ୍ୱିତୀୟ ନାସ୍ତି। ଯଦି ଏଇ ସମ୍ବନ୍ଧ ଯୋଡ଼ିବା ତାଙ୍କ ସହିତ, ମୁଁ ଆଉ ବାବା ଆଉ ମୁଁ, ତାହେଲେ ଆମ ଜୀବନ ନୌକାଟି ରକ୍ଷା ପାଇଯିବ। ହଲଚଲ ହବ କିନ୍ତୁ ବୁଡ଼ିବନି। ପ୍ରଶ୍ନ, ସଙ୍ଗମ ଯୁଗରେ ଆତ୍ମା ନିଜର ଜୀବନର ଡୋର ପରମାତ୍ମାଙ୍କ ସହିତ ଯୋଡ଼ିଥାଏ। ଏହି ପ୍ରଥା ଅଜ୍ଞାନ କାଳରେ କେଉଁ ରୀତିରେ ପାଳନ ହୋଇ ଆସୁଛି? ପ୍ରଶ୍ନ, ସଙ୍ଗମ ଯୁଗରେ ଆତ୍ମା ନିଜର ଜୀବନର ଡୋର ପରମାତ୍ମାଙ୍କ ସହିତ ଯୋଡ଼ିଥାଏ। ଏହି ପ୍ରଥା ଅଜ୍ଞାନ କାଳରେ କେଉଁ ରୀତିରେ ପାଳନ ହୋଇ ଆସୁଛି? ଉତ୍ତର, ବିବାହ ସମୟରେ ସ୍ତ୍ରୀର ପଣତକୁ ସ୍ୱାମୀ ସହିତ ବାନ୍ଧି ଦେଇଥାନ୍ତି। ସ୍ତ୍ରୀ ଭାବିଥାଏ ସାରା ଜୀବନ ଏହାଙ୍କ ସାଥୀ ହୋଇ ରହିବି। ତୁମେମାନେ ତ ଏବେ ତୁମର ପଣତକୁ ବାବାଙ୍କ ସହିତ ଯୋଡ଼ି ଦେଇଛ। ତୁମେ ଜାଣିଛ ଅଧାକଳ୍ପ ପାଇଁ ଆମର ପାଳନା ବାବାଙ୍କ ଦ୍ୱାରା ହେବ। ବାବା କହିଲେ ଏଠି କଣ ନା, ବିବାହ ସମୟରେ ଯେମିତି ସ୍ତ୍ରୀ ପଣତକୁ ସ୍ୱାମୀ ସହିତ ବାନ୍ଧି ଦେଇଥାନ୍ତି, ସେମିତି ବାବା କହିଲେ ସ୍ତ୍ରୀ ଭାବିଥାଏ କଣ ସାରା ଜୀବନ ଏହାଙ୍କ ସାଥୀ ହୋଇକି ରହିବି। ତୁମେମାନେ ତ ଏବେ ତୁମର ପଣତକୁ ବାବାଙ୍କ ସହିତ ଯୋଡ଼ି ଦେଇଛ। ଆମର ପଣତ କଣ? ମନ। ଆମେ ମନକୁ ବାବାଙ୍କ ସହିତ ଯୋଡ଼ି ଦେଇଛେ। ତୁମେ ଜାଣିଛ ଅଧାକଳ୍ପ ପାଇଁ ଆମର ପାଳନା ବାବାଙ୍କ ଦ୍ୱାରା ହେବ। ତେଣୁ ଆମେ ବାବାଙ୍କ ସହିତ ମନ ଯୋଡ଼ି ଦେଇଛେ। ମନ ହଉଛି ଆମର ପଣତ। ଯେତେ ଆମେ ବାବାଙ୍କ ସହିତ ମନ ଯୋଡ଼ିବା, ଆମର ଯେମିତି ପଣତର ଗଣ୍ଠିଟା ମଜବୁତ ଥାଏ, ଫିଟି ନଯାଏ, ସେମିତି ମନ ବାବାଙ୍କ ସହିତ ପୁରା ଯୋଡ଼ି ହେଇକିରି ରହୁ। ତେବେ ଯାଇକିରି ଆମେ କଣ କରିବା ନା, ଅଧାକଳ୍ପ ପାଇଁ ଆମର ପାଳନା ବାବାଙ୍କ ଦ୍ୱାରା ଆମେ ପାଇପାରିବା। ଅଧାକଳ୍ପ ଆମେ ସୁଖ ଶାନ୍ତିରେ ଜୀବନ ବିତେଇବା, ଅପାର ସୁଖ ଶାନ୍ତିରେ, ଯୋଉଠି ଦୁଃଖର ଚିହ୍ନବନ ନାହିଁ। ଗୀତ, ଜୀବନ ଡୋର ତୁ ହିଁ ସଙ୍ଗ ବାନ୍ଧି,
ଓମ୍ ଶାନ୍ତି। ଦେଖ, ଗୀତରେ କୁହାଯାଇଛି ଜୀବନର ଡୋରକୁ ତୁମ ସହିତ ବାନ୍ଧିଛି। ଯେପରି କୌଣସି କନ୍ୟା ନିଜର ଜୀବନର ଡୋରକୁ ପତି ସହିତ ବାନ୍ଧିଥାଏ, ଭାବିଥାଏ ଯେ ଜୀବନ ସାରା ତାଙ୍କ ସାଥିରେ ରହିବି, ତାଙ୍କୁ ଅର୍ଥାତ୍ ସ୍ୱାମୀକୁ ସ୍ତ୍ରୀର ପାଳନ କରିବାକୁ ପଡ଼ିଥାଏ। ଏମିତି ନୁହେଁ କି ସ୍ତ୍ରୀକୁ ସ୍ୱାମୀର ଭରଣ ପୋଷଣ କରିବାକୁ ପଡ଼ିବ। ନା, ସାରା ଜୀବନ ସ୍ୱାମୀକୁ ହିଁ ପାଳନ କରିବାକୁ ହେବ। ତୁମେ ପିଲାମାନେ ମଧ୍ୟ ନିଜ ଜୀବନର ଡୋର ବାବାଙ୍କ ସହିତ ବାନ୍ଧିଛ। ତାଙ୍କୁ ବେହେଦର ବାବା କୁହ, ଶିକ୍ଷକ କୁହ, ଗୁରୁ କୁହ, ଯାହା କିଛି ବି କୁହ, ଏହା ହେଲା ଆତ୍ମାମାନଙ୍କର ଜୀବନର ଡୋର, ପରମାତ୍ମାଙ୍କ ସହିତ ବାନ୍ଧିବାର କଥା। ବାବା କହିଲେ ଯଦି ମନର ଡୋର, ବାବାଙ୍କ ସହିତ ମନର ଯୋଉ ଡୋର, ଯୋଉ ପଣତ କାନି, ଯେମିତି ବାବାଙ୍କ ସହିତ ମନ ଯେତେ ତୁମେ ମନ ଯୋଡ଼ି ପାରିବ, ମନ ଯେମିତି ବାବାଙ୍କ ସହିତ ପୁରା ଲଟେଇକି ରହିବ, ମଜବୁତ ହେଇକି ରହିବ। ମନ ଇଆଡ଼େ ସିଆଡ଼େ ବୁଲିବ ନା, ମନ ହେଉଛି ଚଞ୍ଚଳ। ତାକୁ କ'ଣ କରିବା ନା, ଶ୍ରୀମତ ଦ୍ୱାରା ତାକୁ ଲଗାମ ଦେଇକିରି ତାକୁ ଆୟତ୍ତରେ ରଖିକିରି ବାବାଙ୍କ ସହିତ ଯୋଡ଼ିଦବା, ମଜବୁତ କରିଦବା ସେ ଡୋରକୁ। ତାହା ହେଲା ବିନାଶୀ ଦୁନିଆର ସ୍ଥୂଳ କଥା, ଏହା ହେଲା ସୂକ୍ଷ୍ମ କଥା। କନ୍ୟାର ଜୀବନର ଡୋର ପତି ସହିତ ବାନ୍ଧି ଦିଆଯାଏ। ଯିଏ ତାଙ୍କ ଘରକୁ ଯାଇଥାଏ, ଦେଖ, ଏଠାରେ ପ୍ରତ୍ୟେକ କଥାକୁ ବୁଝିବା ପାଇଁ ବୁଦ୍ଧି ଦରକାର। କଳି ଯୁଗରେ ହେଲା ସବୁ କିଛି ଆସୁରୀ ମତର କଥା। ତୁମେ ଜାଣିଛ ଯେ ଆମେ ନିଜ ଜୀବନର ଡୋରକୁ ଜଣକ ସହିତ ବାନ୍ଧିଛୁ। ତୁମର ସମ୍ପର୍କ ଜଣକ ସହିତ ଅଛି, ତେଣୁ ସେହି ଜଣକ ସହିତ ହିଁ ସମ୍ବନ୍ଧ ରକ୍ଷା କରିବାକୁ ହେବ। କାହିଁକି ନା ତାଙ୍କଠାରୁ ଆମକୁ ବହୁତ ବହୁତ ସୁଖ ମିଳିଥାଏ। ସିଏ ତ ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି। ତେଣୁ ଏହିଭଳି ପିତାଙ୍କର ଶ୍ରୀମତରେ ଚାଲିବା ଦରକାର। ଏହା ହିଁ ହେଉଛି ଆତ୍ମିକ ଡୋର ବା ରଶି। ଆତ୍ମା ହିଁ ଶ୍ରୀମତକୁ ଗ୍ରହଣ କରୁଛି, ଆସୁରୀ ମତ ଦ୍ୱାରା ହିଁ ତ ତଳକୁ ଖସି ଯାଉଛି। ସେଥିପାଇଁ ଏବେ ବାବାଙ୍କର ଶ୍ରୀମତ ଅନୁସାରେ ଚାଲିବା ଉଚିତ। କାରଣ ଆମେ କ'ଣ କରୁଛେ, ମାୟାର ମତ, ଯୋଉ ଆମ ଭିତରେ ଯୋଉ 5 ବିକାର ଅଛି, କାମ, କ୍ରୋଧ, ମୋହ, ଲୋଭ, ଅହଙ୍କାର, ସେ ହେଉଛି ଆସୁରୀ ମତ। ତା ମତରେ ଚାଲିଲା ମାନେ ସେ ହେଉଛି ଆସୁରୀ ମତ। ତେଣୁ ଯଦି ଆସୁରୀ ମତରେ ଚାଲିବା, ତାହେଲେ ତଳକୁ ଖସିବା, ପତନ ଘଟିବ। ଯଦି ଆମେ ଶ୍ରୀମତ ଅନୁସାରେ ଚାଲିବା, ବାବା ଯୋଉ ପ୍ରତିଦିନ ଶ୍ରୀମତ ଦଉଛନ୍ତି, ବା ବାବାଙ୍କର ଯୋଉ ପଏଣ୍ଟ, ଯୋଉ ରତ୍ନ ଆମକୁ ଡେଲି ମିଳୁଛି, ଯଦି ସେଇ ଶ୍ରୀମତକୁ ଆମେ ମାନିବା, ସେଇ ଶ୍ରୀମତ ଅନୁସାରେ ଚାଲିବା, ସେଇ ଶ୍ରୀମତର ଡୋରକୁ ଆମେ ମଜବୁତ କରି ଧରିଥିବା, ତାହେଲେ ଆମେ କେବେ ତଳକୁ ଖସିବାନି, ପତନ ହବନି, ଆମେ ଉତ୍ଥାନକୁ ଯିବା, ଆମେ ଚଢ଼ତି କଳା ସହଜରେ ଶିଖିପାରିବା। ସେଥିପାଇଁ ଏବେ ବାବାଙ୍କର ଶ୍ରୀମତ ଅନୁସାରେ ଚାଲିବା ଉଚିତ, ବାବା କହୁଛନ୍ତି। କାରଣ ତୁମେ ଅଧା କଳ୍ପ ଏଇ ଆସୁରୀ ମତରେ ଚାଲି ଆସିକି ତୁମେ ତଳକୁ ଖସି ଆସିଛ। ଏବେ ଆସିଛନ୍ତି, ବାବା କହୁଛନ୍ତି ସେ ଆସୁରୀ ମତକୁ ଛାଡ଼ି ଏକମାତ୍ର ମୋ ମତରେ ଚାଲ। ଯିଏ ଏଠି ଏକ ମତରେ ଚାଲିବ, ଆଉ ଏକ ସ୍ଥିତିରେ ରହିବ, ଏକରସ ସ୍ଥିତିରେ ରହୁଥିବ, ଆଉ ସିଏ ଏକ ରାଜ୍ୟକୁ ଯିବ। ତେଣୁ ଏଇଠି ସବୁ ଏକ ଅନୁସାରେ ତୁମକୁ ଚାଲିବାକୁ ପଡ଼ିବ। ତୁମେ ଜାଣିଛ ଆମେ ନିଜର ଆତ୍ମାର ଡୋର ପରମାତ୍ମାଙ୍କ ସହିତ ବାନ୍ଧିଛୁ। ତେଣୁ ତାଙ୍କଠାରୁ ଆମକୁ 21 ଜନ୍ମ ପାଇଁ ସଦା ସୁଖୀ ହେବାର ବର୍ଷା ମିଳୁଛି। ସେହି ଅଳ୍ପ କାଳର ଜୀବନ ଡୋରକୁ ବାନ୍ଧିବା କାରଣରୁ ତ ତଳକୁ ତଳକୁ ଖସି ଆସିଛ। ଏଠାରେ ତ 21 ଜନ୍ମ ପାଇଁ ଗ୍ୟାରେଣ୍ଟି ରହିଛି। ତୁମର କେତେ ବଡ଼ ରୋଜଗାର ହେଉଛି, ତେଣୁ ଏଥିରେ କୌଣସି ଭୁଲ କରିବା ଉଚିତ ନୁହେଁ। ବାବା କହିଲେ ତୁମେ ଅଧା କଳ୍ପ ତୁମେ କ'ଣ କରୁଥିଲ ନା, ମାୟାର
ମତରେ ଚାଲି ଚାଲି ପୁରା ତଳକୁ ଖସି ଆସିଥିଲ। ଏବେ ବାବା ଆସିଛନ୍ତି, ତୁମକୁ 21 ଜନ୍ମ ପାଇଁ ଗ୍ୟାରେଣ୍ଟି ଦଉଛନ୍ତି ଯେ ତୁମେ 21 ଜନ୍ମ ପାଇଁ ସୁଖ ଶାନ୍ତି, ଯୋଉ ଅପାର ସୁଖ ଶାନ୍ତି ଭୋଗ କରିବ। ତେଣୁ ବାବା କହୁଛନ୍ତି ଏଠି ତୁମର ବଡ଼ ରୋଜଗାର, ମାନେ ରୋଜଗାର କରିବା ସମୟ ବା ଯୁଗ, ସଙ୍ଗମ ଯୁଗ, ଯାହାକି ଗୁପ୍ତ ଯୁଗ। ତେଣୁ ଆମେ କ'ଣ ରୋଜଗାର କରିବା? ଆଜିକାଲି ଦୁନିଆରେ ଯୋଉ ରୋଜଗାର କରୁଛେ ସିଏ ହେଉଛି ବିନାଶୀ। ତେଣୁ ଆମେ କୋଉ ରୋଜଗାର କରିବା ନା, ସିଏ ତ ଲୌକିକରେ ଯୋଉ ରୋଜଗାର କରୁଛେ, ମନେକର ସେଇଥିରୁ କିଛି ଧର୍ମ କାର୍ଯ୍ୟ କରୁଛେ, ସେ ହେଉଛି ଗୋଟିଏ ଜନ୍ମ ପାଇଁ। ଏଠି ଆମେ ଯୋଉ ରୋଜଗାର କରିବା ଇଏ ଆମର ସଦାକାଳ ପାଇଁ ରହିବ, ଇଏ ହେଉଛି ଅବିନାଶୀ। କାରଣ ଆମର କ'ଣ ରୋଜଗାର ନା, ଆମେ ଯଦି 21 ଜନ୍ମ ପାଇଁ ଉଚ୍ଚ ପଦ ପାଇବା ତାହେଲେ ଆମକୁ ଏଇଠି କ'ଣ ରୋଜଗାର କରିବାକୁ ପଡ଼ିବ ନା, ବାବାଙ୍କ ଶ୍ରୀମତ ଏକେ ମାନିବାକୁ ପଡ଼ିବ, ଶ୍ରୀମତ ଅନୁସାରେ ଚାଲିବାକୁ ପଡ଼ିବ, ଆଉ ଅନ୍ୟମାନଙ୍କର ସେବା କରିବାକୁ ପଡ଼ିବ। କ'ଣ ନା, ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରି ସମସ୍ତଙ୍କୁ ଆଲୋକର ରାସ୍ତା ଦେଖିବାକୁ ପଡ଼ିବ। ଆଉ ସେ ଯେତେବେଳେ ତାଙ୍କର ସଠିକ ରାସ୍ତା ପାଇଯିବେ, କାରଣ ସେମାନେ କ'ଣ ଏବେ ବାବାଙ୍କର ପରିଚୟ ପାଇନାହାନ୍ତି, ଅଜ୍ଞାନରେ ଘୁରି ବୁଲୁଛନ୍ତି ଅନ୍ଧ ଭଳିଆ। ତେଣୁ ଯେତେବେଳେ ସେ ବାବାଙ୍କର ପରିଚୟ ପାଇଯିବେ, ନିଜର ପରିଚୟ ପାଇଯିବେ, ପ୍ରକୃତ ଘରର ପରିଚୟ ପାଇଯିବେ, ତାହେଲେ ତାଙ୍କୁ ଆଲୋକର ରାସ୍ତା ମିଳିଲା, ଆଉ ସେମାନେ ସହଜରେ ପବିତ୍ରତା ବ୍ରତକୁ ଧାରଣ କରିପାରିବେ। ତେଣୁ ସେମାନେ ଯେତେବେଳେ ପୁରା ସଠିକ ରାସ୍ତା ପାଇଯିବେ, ତୁମକୁ ଯୋଉ ଆଶୀର୍ବାଦ ଦେବେ, ସେ ଆଶୀର୍ବାଦ ହିଁ ତୁମର ଅବିନାଶୀ, ମାନେ ସଦାବେଳ ପାଇଁ ସେ ଆଶୀର୍ବାଦ ହିଁ ତୁମର ରହିବ। ସେ ଆଶୀର୍ବାଦ ଦୁଆ ହିଁ ତୁମକୁ 21 ଜନ୍ମ ପାଇଁ ଯେମିତି ଲିଫ୍ଟ ଭଳିଆ କାମ କରିବ। ତୁମର କେତେ ବଡ଼ ରୋଜଗାର ହେଉଛି, ତେଣୁ ଏଥିରେ କୌଣସି ଭୁଲ କରିବା ଉଚିତ ନୁହେଁ। କାରଣ କୌଣସି ଆଉ ଭୁଲ କାମ କରିବାର ନାହିଁ। ଯାହା ଭୁଲ କରି ଆସିଛ, ଅଧା କଳ୍ପ ପାଇଁ କରି ଆସିଛ, ଆଉ ଭୁଲ କାମ କରନି। ଆଉ ଯେମିତି ଆତ୍ମାରେ ଯେମିତି ପାପ ନ ଚଢୁ, ଆତ୍ମାରୁ ପୁରା ପାପ ମାନେ ସମାପ୍ତ କରିବାର ଅଛି, ନହେଲେ ସତ୍ୟ ଯୋଗକୁ ଯାଇପାରିବନି ନା, ନହେଲେ ହରେଇ ଦବ 21 ଜନ୍ମ, ହରେଇ ଦବ ତୁମେ ଯୋଉ 21 ଜନ୍ମ ଯୋଉ ପ୍ରାପ୍ତି ହରେଇ ଦବ। ମାୟା ବହୁତ ଭୁଲ କରାଇ ଦେଇଛି। ଏହି ଲକ୍ଷ୍ମୀ ନାରାୟଣ ନିଶ୍ଚିତ ଭାବରେ କାହା ସହିତ ନିଜର ଜୀବନର ଡୋରକୁ ବାନ୍ଧିଥିଲେ, ଯାହାଙ୍କ ଠାରୁ 21 ଜନ୍ମ ସମ୍ପତ୍ତି ମିଳିଛି। ଲକ୍ଷ୍ମୀ ନାରାୟଣ କାହା ସହିତ ଡୋର ବାନ୍ଧିଥିଲେ? ଜୀବନର ଡୋରକୁ ଏକମାତ୍ର ସ୍ୱୟଂ ଭଗବାନଙ୍କ ସହିତ ବାନ୍ଧିଥିଲେ। ସେ ସମସ୍ତଙ୍କର ପିତା ନା, ସବୁ ଆତ୍ମା ମାନଙ୍କର ପିତା। ଲକ୍ଷ୍ମୀ ନାରାୟଣଙ୍କର ବି ସେ ହେଉଛନ୍ତି ପିତା, ତାଙ୍କର ରଚନା ଲକ୍ଷ୍ମୀ ନାରାୟଣ। କଳ୍ପ କଳ୍ପ ତୁମ ଆତ୍ମା ମାନଙ୍କର ଜୀବନର ଡୋରକୁ ପରମାତ୍ମାଙ୍କ ସହିତ ବନ୍ଧା ଯାଉଛି, ତାର ତ ଗଣନା କରିହେବ ନାହିଁ। ଏବେ ବୁଦ୍ଧିରେ ଆସୁଛି ମୁଁ ଶିବ ବାବାଙ୍କର ହୋଇଯାଇଛି, ତାଙ୍କ ସହିତ ଜୀବନର ଡୋରକୁ ବାନ୍ଧିଛି। ପ୍ରତ୍ୟେକ କଥା ବାବା ଆସି ବୁଝାଉଛନ୍ତି। ତୁମେ ଜାଣିଛ, କଳ୍ପ ପୂର୍ବରୁ ମଧ୍ୟ ବାନ୍ଧିଥିଲୁ। ଶିବ ଜୟନ୍ତୀ ପାଳନ କରୁଛନ୍ତି, କିନ୍ତୁ କାହାର ପାଳନ କରୁଛନ୍ତି ତାହା କାହାକୁ ବି ଜଣା ନାହିଁ। ଶିବ ବାବା ପତିତ ପାବନ ଅଟନ୍ତି, ତେବେ ନିଶ୍ଚିନ୍ତ ସିଏ ସଙ୍ଗମ ଯୁଗରେ ଆସିବେ। ଏ କଥା ତୁମେ ମାନେ ଜାଣିଛ, ଦୁନିଆ ଜାଣିନାହିଁ। ସେଥିପାଇଁ ଗାନ ଅଛି, କୋଟିକରେ କେହି। ଆଦି ସନାତନ ଦେବୀ ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି, ଆଉ ସବୁ ଧର୍ମ ଶାସ୍ତ୍ରର କାହାଣୀ ଆଦି ରହିଛି। ସେହି ଧର୍ମ ତ ନାହିଁ, ତେଣୁ ଜାଣିବେ କିପରି? ତେଣୁ ନିଜେ ଯେ ମନେକର କର୍ମଭ୍ରଷ୍ଟ ଧର୍ମଭ୍ରଷ୍ଟ ହେଲା ମାନେ ସେ ନିଜର ପିତାକୁ ତ ଏକରେ ଭୁଲିଗଲେ, ନିଜର ଧର୍ମ ବି ଭୁଲିଗଲେ, ନିଜର ସ୍ଥିତି ବି ଭୁଲିଗଲେ, ନିଜର ପରିଚୟ ବି ଭୁଲିଗଲେ, ନିଜର ପ୍ରକୃତ ଘର ପରିଚୟ ବି ଭୁଲିଗଲେ, ସବୁ ଭୁଲିଗଲେ ନା। ତେଣୁ ବାବା କହିଲେ ସେଥିପାଇଁ କିଛି ଜାଣିପାରୁନାହାନ୍ତି। ଏବେ ତୁମେ ମାନେ ଜୀବନର ଡୋରକୁ ବାବାଙ୍କ ସହିତ ବାନ୍ଧୁଛ। ଆତ୍ମା ମାନଙ୍କର ପରମାତ୍ମାଙ୍କ ସହିତ ଡୋର ଯୋଡ଼ି ହୋଇଛି। ଏଥିରେ ଶରୀରର କୌଣସି ସମ୍ବନ୍ଧ ନାହିଁ। ଏଠି ବାବାଙ୍କ ସହିତ ଆତ୍ମା କେବଳ ଯୋଡ଼ି ହେଉଛି।
ଏଥିରେ ଶରୀରର କିଛି ସମ୍ବନ୍ଧ ନାହିଁ। ଆତ୍ମା ପରମାତ୍ମା ଓ ଆତ୍ମାଙ୍କ ଭିତରେ ଇଏ ହଉଛି ସ୍ନେହର ବନ୍ଧନ, ଏ ସ୍ନେହର ଡୋରି ହେଲା। ପଛକେ ଘରେ ରୁହ କିନ୍ତୁ ବୁଦ୍ଧିରେ ବାବାଙ୍କୁ ସ୍ମରଣ କରିବାକୁ ହେବ। ବାବା କହିଲେ ପଛେ ଘରେ ରୁହ କିନ୍ତୁ ହାତରେ କର୍ମ କର, ବୁଦ୍ଧି ବାବାଙ୍କ ସହିତ ଯୋଡ଼ିକିରି ରଖ। ବାବା ବେଶୀ ପରିଶ୍ରମ କହୁନାହାନ୍ତି କର ବୋଲି, ଯେମିତି ଆଜିକାଲି ସନ୍ନ୍ୟାସୀ ମାନେ କେତେ ପରିଶ୍ରମ କରୁଛନ୍ତି, ସେ ଭଗବାନଙ୍କୁ ପାଇବା ପାଇଁ କେତେ କଷ୍ଟ କରୁଛନ୍ତି। ବାବା ତ ସେତେ କଷ୍ଟ ଦଉନାହାନ୍ତି ନା। ତୁମ ଆତ୍ମା ମାନଙ୍କର ଜୀବନର ଡୋର ବନ୍ଧା ହୋଇଛି, ଯେପରି ପଣତ ବାନ୍ଧିଥାନ୍ତି ନା, ତାହା ହେଲା ସ୍ଥୂଳ ପଣତ। ଏହା ହେଉଛି ଆତ୍ମା ମାନଙ୍କର ପରମାତ୍ମାଙ୍କ ସହିତ ଯୋଗ ଅର୍ଥାତ ସମ୍ବନ୍ଧ ଯୋଡ଼ିବା। କେବଳ ଯୋଗରେ ଯେତେବେଳେ ବସିବା ଆମେ ମନ ବାବାଙ୍କ ସହିତ ଯୋଡ଼ିବା, ବାବାଙ୍କ ସହିତ ସମ୍ବନ୍ଧ ରଖିବା, ମାନେ ମନକୁ ଯୋଡ଼ିଲା ମାନେ ବାବାଙ୍କ ସହିତ ଆମେ ସମ୍ବନ୍ଧ ଯୋଡ଼ିଲେ। ଭାରତରେ ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ସେ କେବେ ଆସିଥିଲେ ଏ କଥା କେହି ଜାଣିନାହାନ୍ତି। ଶ୍ରୀକୃଷ୍ଣଙ୍କର ଜୟନ୍ତୀ କେବେ ହୋଇଥିଲା, ରାମଙ୍କର ଜୟନ୍ତୀ କେବେ ହୋଇଥିଲା ଏ କଥା ଜାଣିନାହାନ୍ତି। ତୁମେ ପିଲାମାନେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଅକ୍ଷର ତ ଲେଖୁଛ, କିନ୍ତୁ ବର୍ତ୍ତମାନ 3 ମୂର୍ତ୍ତି ତ ନାହାନ୍ତି। ତୁମେ କହିବ ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରୁଛନ୍ତି, ତେଣୁ ବ୍ରହ୍ମା ବାବା ନିଶ୍ଚିତ ଭାବରେ ସାକାର ବା ସ୍ଥୂଳ ଶରୀରଧାରୀ ହେବା ଦରକାର ନା। ବାକି ବିଷ୍ଣୁ ଏବଂ ଶଙ୍କର ବର୍ତ୍ତମାନ କେଉଁଠି ଅଛନ୍ତି, ଯାହାକୁ ତୁମେ ତ୍ରିମୂର୍ତ୍ତି ବୋଲି କହୁଛ? ଏସବୁ ବହୁତ ବୁଝିବାର କଥା। ତ୍ରିମୂର୍ତ୍ତିର ଅର୍ଥ ହିଁ ବ୍ରହ୍ମା ବିଷ୍ଣୁ ଶଙ୍କର। ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ତାହା ତ ଏହି ସମୟରେ ହିଁ ହୋଇଥାଏ। ସତ୍ୟ ଯୁଗରେ ବିଷ୍ଣୁଙ୍କ ଦ୍ୱାରା ପାଳନ ହେବ, ବିନାଶର କାର୍ଯ୍ୟ ଅନ୍ତିମ ସମୟରେ ହେବ। ଏହି ଆଦି ସନାତନ ଦେବୀ ଦେବତା ଧର୍ମ ଏକମାତ୍ର ଭାରତର ହିଁ ଧର୍ମ ଅଟେ। ସେମାନେ ଅର୍ଥାତ୍ ଅନ୍ୟ ଧର୍ମ ସ୍ଥାପକ ମାନେ ତ ନିଜର ଧର୍ମ ସ୍ଥାପନ କରିବା ପାଇଁ ଆସିଥାନ୍ତି। ସମସ୍ତେ ମଧ୍ୟ ଜାଣିଛନ୍ତି ଯେ ଅମୁକ ଏହି ଧର୍ମ ସ୍ଥାପନ କରିଛନ୍ତି ଏବଂ ତାଙ୍କର ସମତ ଏହି ସମୟ ଠାରୁ ଆରମ୍ଭ ହେଲା। ଅମୁକ ସମୟରେ ଅମୁକ ଏହି ଧର୍ମର ସ୍ଥାପନା କରିଥିଲେ, କିନ୍ତୁ ଭାରତର ଧର୍ମ ବିଷୟରେ କାହାକୁ ଜଣା ନାହିଁ। ଗୀତା ଜୟନ୍ତୀ ଏବଂ ଶିବ ଜୟନ୍ତୀ କେବେ ହୋଇଥିଲା ଏ କଥା କାହାକୁ ଜଣା ନାହିଁ। ଶ୍ରୀକୃଷ୍ଣ ଏବଂ ରାଧାଙ୍କର ବୟସରେ 2-3 ବର୍ଷର ଫରକ ଥିବ। ସତ୍ୟ ଯୁଗରେ ନିଶ୍ଚିତ ପ୍ରଥମେ ଶ୍ରୀକୃଷ୍ଣ ଜନ୍ମ ନେଇଥିବେ, ତାପରେ ରାଧା ଜନ୍ମ ନେଇଥିବେ, କିନ୍ତୁ ସତ୍ୟ ଯୁଗ କେବେ ଥିଲା ଏ କଥା କାହାକୁ ଜଣା ନାହିଁ। ତୁମକୁ ମଧ୍ୟ ଏ କଥା ବୁଝିବା ପାଇଁ ବହୁତ ବର୍ଷ ଲାଗିଲା। ତେବେ 2 ଦିନ ମଧ୍ୟରେ କିଏ କେତେ ପର୍ଯ୍ୟନ୍ତ ବୁଝିପାରିବ? ବାବା ତ ବହୁତ ସହଜ ଭାବରେ ବୁଝାଉଛନ୍ତି। ସିଏ ହେଲେ ବେହେଦର ପିତା, ନିଶ୍ଚୟ ତାଙ୍କଠାରୁ ସମସ୍ତଙ୍କୁ ବର୍ଷା ମିଳିବା ଦରକାର ନା। ସେଥିପାଇଁ ତାଙ୍କୁ ଗଡ୍ ଫାଦର, ହେ ଈଶ୍ୱର ପିତା କହି ମନେ ପକାଉଛନ୍ତି। ଏବେ ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିର ବହୁତ ରହିଛି। ଏମାନେ ସ୍ୱର୍ଗରେ ରାଜତ୍ୱ କରୁଥିଲେ, କିନ୍ତୁ ଏମାନଙ୍କୁ ଏହି ସମ୍ପତ୍ତି କିଏ ଦେଇଥିଲା? ନିଶ୍ଚିତ ସ୍ୱର୍ଗର ରଚୟିତା ହିଁ ଦେଇଥିବେ, କିନ୍ତୁ କେବେ ଓ କିପରି ଦେଇଥିଲେ ତାହା କେହି ବି ଜାଣିନାହାନ୍ତି। ତୁମେ ପିଲାମାନେ ଜାଣିଛ ଯେ ଯେତେବେଳେ ସତ୍ୟ ଯୁଗ ଥିଲା, ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା। ସତ୍ୟ ଯୁଗରେ ଆମେ ପବିତ୍ର ଥିଲେ, କଳି ଯୁଗରେ ପତିତ। ତେବେ ବାବା ସଙ୍ଗମ ଯୁଗରେ ହିଁ ଜ୍ଞାନ ଦେଉଥିବେ, ସତ୍ୟ ଯୁଗରେ ନୁହେଁ। ସେଠାରେ ତ ପ୍ରାରବ୍ଧ ଥାଏ। ତେବେ ନିଶ୍ଚିନ୍ତ ପୂର୍ବ ଜନ୍ମରେ ଜ୍ଞାନ ପ୍ରାପ୍ତ କରିଥିବେ। ତୁମେମାନେ ମଧ୍ୟ ଏବେ ଜ୍ଞାନ ପ୍ରାପ୍ତ କରୁଛ। ତୁମେ ଜାଣିଛ ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନା ବାବା ହିଁ କରିବେ। ଶ୍ରୀକୃଷ୍ଣ ତ ସତ୍ୟ ଯୁଗରେ ଥିଲେ, ତାଙ୍କୁ ଏହି ପ୍ରାରବ୍ଧ କେଉଁଠୁ ମିଳିଲା? ଲକ୍ଷ୍ମୀ ନାରାୟଣଙ୍କର ହିଁ ରାଧେ କୃଷ୍ଣ ଥିଲେ, ଏ କଥା କେହି ବି ଜାଣିନାହାନ୍ତି। ବାବା କହୁଛନ୍ତି ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିଲେ ସେଇମାନେ ହିଁ ବୁଝିବେ। ଏଠାରେ ଏବେ ଅତି
ମଧୁର ବୃକ୍ଷ ଅର୍ଥାତ ଦୈବୀ ପରିବାରର ଚାରା ଲଗାଯାଉଛି। ତୁମେମାନେ ଜାଣିଛ ଆଜିଠାରୁ 5000 ବର୍ଷ ପୂର୍ବରୁ ମଧ୍ୟ ବାବା ଆସି ମନୁଷ୍ୟରୁ ଦେବତା କରିଥିଲେ। ଏବେ ତୁମେମାନେ କଳି ଯୁଗରୁ ସତ୍ୟ ଯୁଗକୁ ଟ୍ରାନ୍ସଫର ହେଉଛ। ସେଥିପାଇଁ ପ୍ରଥମେ ବ୍ରାହ୍ମଣ ହେବାକୁ ପଡ଼ିବ। ବାଜଲି ଖେଳରେ ପାଦ ଏବଂ ଚୁଟି ଏକାଠି ହୋଇଥାଏ। ବାସ୍ତବରେ ଏବେ ଆମେ ଶୂଦ୍ରରୁ ବ୍ରାହ୍ମଣ ହୋଇଛୁ, ଅର୍ଥାତ ପାଦରୁ ଚୁଟି ହୋଇଛୁ। ଯଜ୍ଞରେ ତ ନିଶ୍ଚିନ୍ତ ବ୍ରାହ୍ମଣ ଦରକାର। ଏହା ଶିବ ବା ରୁଦ୍ରଙ୍କର ଯଜ୍ଞ ଅଟେ। ବାବା କଣ ଆସି ତୁମକୁ ଶୂଦ୍ରରୁ ଶ୍ରେଷ୍ଠ ବ୍ରାହ୍ମଣ ବନଉଛନ୍ତି। ଆଜିକାଲି ବ୍ରାହ୍ମଣ ମାନଙ୍କଠୁ ବାବା ତୁମକୁ ଶ୍ରେଷ୍ଠ, ତାଙ୍କ ସନ୍ତାନ ମାନଙ୍କୁ ପୁରା ଶ୍ରେଷ୍ଠ ବ୍ରାହ୍ମଣ ବନଉଛନ୍ତି। ଚୁଟି ହଉଛି ମାନେ କଣ ଶ୍ରେଷ୍ଠ ବ୍ରାହ୍ମଣ। ତେଣୁ ବାବା କହୁଛନ୍ତି ସେଥିପାଇଁ ରୁଦ୍ରଜ୍ଞାନ ଯଜ୍ଞ ବୋଲି କୁହାଯାଏ। ଶ୍ରୀକୃଷ୍ଣ କୌଣସି ଯଜ୍ଞ ରଚନା କରିନଥିଲେ। ଏହି ରୁଦ୍ରଜ୍ଞାନ ଯଜ୍ଞରୁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହୋଇଥାଏ। ଶିବ ବାବାଙ୍କର ଏହି ଯଜ୍ଞ ପତିତ ମାନଙ୍କୁ ପାବନ କରିବା ପାଇଁ ଉଦ୍ଦିଷ୍ଟ। ରୁଦ୍ର ଶିବ ବାବା ନିରାକାର ଅଟନ୍ତି। ତେବେ ସିଏ ଯଜ୍ଞ କିପରି ରଚନା କରିବେ? ଯେ ପର୍ଯ୍ୟନ୍ତ ମନୁଷ୍ୟ ଶରୀରରେ ନ ଆସିଛନ୍ତି, ମନୁଷ୍ୟ ହିଁ ଯଜ୍ଞ ରଚନା କରିଥାନ୍ତି। ସୂକ୍ଷ୍ମ ଅଥବା ସ୍ଥୂଳ ଲୋକରେ ଏସବୁ କଥା ନଥାଏ। ବାବା ବୁଝାଉଛନ୍ତି ଏହା ସଙ୍ଗମ ଯୁଗ ଅଟେ। ଯେତେବେଳେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ସେତେବେଳେ ସତ୍ୟ ଯୁଗ ଥିଲା। ଏବେ ପୁନର୍ବାର ତୁମେ ସେଇଭଳି ହେବାକୁ ଯାଉଛ। ଆମମାନଙ୍କର ଏହି ଜୀବନର ଡୋର ପରମାତ୍ମାଙ୍କ ସହିତ ରହିଛି। ଏହି ଡୋର କାହିଁକି ବନ୍ଧା ହୋଇଛି? ସଦା ସୁଖର ସମ୍ପତ୍ତି ପାଇବା ପାଇଁ। ତୁମେ ଜାଣିଛ ବେହେଦର ବାବା ଦ୍ୱାରା ଆମେ ଏଇଭଳି ଲକ୍ଷ୍ମୀ ନାରାୟଣ ହେଉଛୁ। ବାବା ବୁଝାଉଛନ୍ତି ତୁମେମାନେ ସେହି ଦେବୀ ଦେବତା ଧର୍ମର ଥିଲ। ସେଠାରେ ତୁମର ରାଜ୍ୟ ଥିଲା। ପରେ ପୁଣି ତୁମେ ପୁନର୍ଜନ୍ମ ନେଇ ନେଇ କ୍ଷତ୍ରିୟ ଧର୍ମକୁ ଆସିଲ। ସୂର୍ଯ୍ୟବଂଶୀ ରାଜତ୍ୱ ସମାପ୍ତ ହୋଇ ଚନ୍ଦ୍ରବଂଶୀଙ୍କର ରାଜ୍ୟ ଚାଲିଲା। ତୁମକୁ ଜଣାଅଛି ଯେ ଆମେ ଏହି 84 ଜନ୍ମର ଚକ୍ରର ପରିକ୍ରମା କିପରି କରୁଛୁ। ଏତିକି ଜନ୍ମ ନେଉଛୁ। ଭଗବାନ ବାଚ, ହେ ସନ୍ତାନମାନେ, ତୁମେମାନେ ନିଜର ଜନ୍ମକୁ ଜାଣିନାହଁ, ମୁଁ ଜାଣିଛି। ଏବେ ଏହି ସମୟରେ ଏହି ଶରୀରରେ ବ୍ରହ୍ମାଙ୍କର ଆତ୍ମା ଏବଂ ଶିବ ପରମାତ୍ମା 2 ଜଣ ଅଛନ୍ତି। ବର୍ତ୍ତମାନ ଏହି 2 ମୂର୍ତ୍ତି ଏକାଠି ଅଛନ୍ତି। ଶଙ୍କର ତ କେବେ ପାଠ କରନ୍ତି ନାହିଁ। ବାକି ରହିଲେ ବିଷ୍ଣୁ, ଯିଏକି ସତ୍ୟ ଯୁଗରେ ଥାଆନ୍ତି। ଏବେ ତୁମେମାନେ ବ୍ରାହ୍ମଣରୁ ପୁନର୍ବାର ଦେବତା ହେବ। ଗୀତାରେ ବର୍ଣ୍ଣିତ ଥିବା ହମ୍ ସୋର ଅର୍ଥ ବାସ୍ତବରେ ଏହା ହିଁ ଅଟେ। କିନ୍ତୁ ସେମାନେ ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା ବୋଲି କହିଦେଇଛନ୍ତି। କେତେ ଫରକ କରିଦେଇଛନ୍ତି। ରାବଣ ଆସିବା ପରେ ହିଁ ରାବଣର ମତରେ ଚାଲିବା ଆରମ୍ଭ ହୋଇଗଲା। ସତ୍ୟ ଯୁଗରେ ତ ଏହି ଜ୍ଞାନ ହିଁ ପ୍ରାୟ ଲୋପ ହୋଇଯିବ। ଏସବୁ ହେବା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ତେବେ ଯାଇ ତ ବାବା ଆସି ସ୍ଥାପନ କରିବେ। ବର୍ତ୍ତମାନ ସଙ୍ଗମ ଯୁଗ। ବାବା କହୁଛନ୍ତି ମୁଁ କଳ୍ପର ସଙ୍ଗମ ଯୁଗରେ ଆସି ତୁମମାନଙ୍କୁ ମନୁଷ୍ୟରୁ ଦେବତା କରୁଛି। ଜ୍ଞାନ ଯଜ୍ଞର ରଚନା କରୁଛି। ବାକି ଯାହା କିଛି ବି ଅଛି ତାହା ଏଇ ଯଜ୍ଞରେ ସ୍ୱାହା ହୋଇଯିବ। ବିନାଶର ଜ୍ୱାଳା ଏଇ ଯଜ୍ଞରୁ ହିଁ ପ୍ରଜ୍ୱଳିତ ହେବ। ପତିତ ଦୁନିଆର ବିନାଶ ତ ନିଶ୍ଚିତ ହେବ, ନଚେତ୍ ପାବନ ଦୁନିଆ କିପରି ହେବ? ତୁମେମାନେ ମଧ୍ୟ କହୁଛ ଯେ ହେ ପତିତ ପାବନ ଆସ। ତେବେ ପତିତ ଦୁନିଆ ଏବଂ ପାବନ ଦୁନିଆ ଏକାଠି ରହିପାରିବ କି? ପତିତ ଦୁନିଆର ବିନାଶ ହେବ, ଏଥିରେ ତ ଖୁସି ହେବା ଦରକାର। ମହାଭାରତ ଲଢ଼େଇ ନିଶ୍ଚିତ ଲାଗିଥିଲା। ତାହା ଦ୍ୱାରା ସ୍ୱର୍ଗର ଗେଟ୍ ଖୋଲିଲା। କହୁଛନ୍ତି ଏହା ସେଇ ମହାଭାରତ ଲଢ଼େଇ ଅଟେ। ତେବେ ଏହା ତ ଭଲ କଥା, ଯାହା ଦ୍ୱାରା ପତିତ ଦୁନିଆ ସମାପ୍ତ ହୋଇଯିବ।
ଶାନ୍ତି ପାଇଁ ଏତେ ଯୋଜନା କରିବାର ଆବଶ୍ୟକତା ନାହିଁ। ତୁମକୁ ବର୍ତ୍ତମାନ ଯେଉଁ ତୃତୀୟ ନେତ୍ର ମିଳିଛି ତାହା ଆଉ କାହା ନିକଟରେ ନାହିଁ। ତେଣୁ ତୁମେମାନେ ବହୁତ ଖୁସି ହେବା ଦରକାର। ଆମେ ବେହଦ ବାବାଙ୍କ ଠାରୁ ପୁନର୍ବାର ବର୍ଷା ନେଉଛୁ। ବାବା, ଆମେ ଅନେକ ଥର ଆପଣଙ୍କ ଠାରୁ ବର୍ଷା ନେଉଛୁ। ରାବଣ ପୁଣି ଅଭିଶାପ ଦେଇଛି। ଏହି ସବୁ କଥାକୁ ମନେ ପକାଇବା ଅତି ସହଜ। ବାକି ସବୁ ହେଲା ଦନ୍ତ କଥା, ଅର୍ଥାତ୍ ମନଗଢ଼ା କଥା। ତୁମମାନଙ୍କୁ ଏତେ ଧନବାନ କରି ଯାଇଥିଲି, ତୁମେମାନେ ପୁଣି ଗରିବ କାହିଁକି ହେଲ? ଏଇଭଳି ହେବାର ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଗାନ ମଧ୍ୟ ଅଛି ଜ୍ଞାନ, ଭକ୍ତି ଓ ବୈରାଗ୍ୟ। ଭକ୍ତି ଠାରୁ ବୈରାଗ୍ୟ ସେତେବେଳେ ହେବ ଯେତେବେଳେ ଜ୍ଞାନ ମିଳିବ। ତୁମକୁ ଜ୍ଞାନ ମିଳିଲା ତେବେ ଯାଇ ଭକ୍ତି ଠାରୁ ବୈରାଗ୍ୟ ଆସିଲା। ସାରା ପୁରୁଣା ଦୁନିଆ ଠାରୁ ବୈରାଗ୍ୟ ଆସିଲା। ଏହା ତ ଶ୍ମଶାନ ଅଟେ। ତୁମେମାନେ 84 ଜନ୍ମର ଚକ୍ର ଲଗାଇଛ। ଏବେ ଘରକୁ ଯିବାକୁ ହେବ। ମୋତେ ମନେ ପକାଇଲେ ମୋ ପାଖକୁ ଆସିଯିବ। ବିକର୍ମ ସବୁ ବିନାଶ ହୋଇଯିବ। ବିକର୍ମାଜିତ ହେବାର ଅନ୍ୟ କୌଣସି ଉପାୟ ନାହିଁ। ଯୋଗ ଅଗ୍ନି ଦ୍ୱାରା ପାପ ଭସ୍ମ ହେବ, ଗଙ୍ଗା ସ୍ନାନ ଦ୍ୱାରା ନୁହେଁ। ବାବା କହିଲେ ଆତ୍ମାର ଯୋଉ ଜନ୍ମ ଜନ୍ମାନ୍ତର ଯୋଉ ଅଧାକଳ୍ପ ଯୋଉ ଗଚ୍ଛିତ ପାପ ବା କଳଙ୍କ ଲାଗିଛି, ସେ କେମିତି ସଫା ହେବ? ଆତ୍ମା କେମିତି କ୍ଲିୟର ହେବ? ନା, ଯୋଗ ଅଗ୍ନି ଦ୍ୱାରା। ଯୋଗ ହଉଛି ଆତ୍ମାର ସ୍ନାନ। ଆଉ ବାବାଙ୍କର ଏଇ ଯୋଉ ଜ୍ଞାନ ହଉଛି ଆତ୍ମିକ ଜ୍ଞାନ, ଏ ମହାଜ୍ଞାନ, ଏ ବ୍ରହ୍ମ ଜ୍ଞାନ ହଉଛି ଆତ୍ମାର ଭୋଜନ। ତେଣୁ ଯଦି ଆତ୍ମା ଯୋଗରେ ବସିକିରି ସ୍ନାନ କଲା ତାହେଲେ ପବିତ୍ର ହେବ। ତାର ଯୋଉ ଗଚ୍ଛିତ ପାପ ସବୁ ଧୋଇ ହେଇଯିବ, ମାନେ ସମାପ୍ତ ହେବ ଧୀରେ ଧୀରେ। ଆଉ ଜ୍ଞାନ ଶୁଣିଲେ ହିଁ ତାର ଏଇ ଶରୀର ପବିତ୍ର ହେବ। ଆତ୍ମା ଶରୀର ଉଭୟ ପବିତ୍ର ହେବା ପାଇଁ ଯୋଗ ଆଉ ଜ୍ଞାନ ଦରକାର। ତେଣୁ ବାବା କହୁଛନ୍ତି ଗଙ୍ଗା ସ୍ନାନ ଦ୍ୱାରା କିଛି ହବନି। ଜ୍ଞାନ ଦ୍ୱାରା କଣ ପାଇଁ ଶରୀର କେମିତି ପବିତ୍ର ହବ? ଯୋଉ ଅବଗୁଣ ସବୁ ଭରି ହେଇକି ରହିଛି, ସେ ଅବଗୁଣ ସବୁ ସମାପ୍ତ ହେଇଯିବ। ଆତ୍ମାର ସବୁ କର୍ମେନ୍ଦ୍ରିୟ ମାନେ ମନ, ବୁଦ୍ଧି, ସଂସ୍କାର, ଦଶ ମାନେ ପାଞ୍ଚ ଜଣ ଇନ୍ଦ୍ରିୟ, 5 ଜଣ କର୍ମେନ୍ଦ୍ରିୟ ମାନେ 10 କର୍ମଚାରୀ ମାନେ ସଠିକ ରାସ୍ତାରେ ଚାଲିବା, ଭୁଲ କାମ କରିବେନି। ତେଣୁ ଜ୍ଞାନ ବି ଦରକାର ନା। ଆଉ ଗଙ୍ଗାରେ ବୁଡ଼ ଦେଲେ କଣ ହବ? ଗଙ୍ଗାରେ ବୁଡ଼ ଦେଲେ ହବନି। ଗଙ୍ଗାରେ ବୁଡ଼ ଦେଇକିରି ଆସି ବିକାର କାମ କରୁଛନ୍ତି, ଗଙ୍ଗାରେ ବୁଡ଼ ଦେଇକିରି ଆସି ପାପ କାମ କରୁଛନ୍ତି, ମିଛ କହୁଛନ୍ତି, ଅନ୍ୟକୁ ଠକୁଛନ୍ତି, ଲାଭ କଣ ଅଛି? ବାବା କହୁଛନ୍ତି ମାୟା ହିଁ ତୁମକୁ ମୂର୍ଖ କରିଦେଇଛି। ଏପ୍ରିଲ ଫୁଲ କହିଥାନ୍ତି ନା, ଯେମିତି ଆମେ ସମସ୍ତଙ୍କୁ କହୁଛେ ଏପ୍ରିଲ ଫୁଲ, ସେମିତି ମାୟା ତୁମକୁ ଆସିକିରି ସେଇଭଳି ମୂର୍ଖ କରିଦେଇଛି। ତୁମର ବୁଦ୍ଧିର ଜ୍ଞାନକୁ, ବୁଦ୍ଧିରେ ଯୋଉ ଜ୍ଞାନ ଥିଲା ସେ ହରଣ କରି ନେଇଯାଇଛି, ଯାହା ଫଳରେ ତୁମେ ସବୁ ଅଜ୍ଞାନ ହେଇଯାଇଛ। ଏବେ ତୁମକୁ ଭୁଲ ଭୁଲିଆ ଖେଳ ରେ ତୁମେ ଖେଳୁଛ। ବର୍ତ୍ତମାନ ମାୟା ତୁମକୁ ଭୁଲ ଭୁଲିଆ ଖେଳରେ ମାନେ ଖେଳରେ ତୁମକୁ ପୁରା ବୁଡେଇ ଦେଇଛି। ତୁମେ ଯାହା ଫଳରେ ସେ ଭୁଲ ଭୁଲିଆ ଖେଳରୁ ଆଉ ବାହାରି ପାରୁନ। ତେଣୁ ଏଇ ଦୁନିଆର ଯୋଉ ଚାକଚକ୍ୟମ ଆଡମ୍ବରରେ ତୁମେ ପୁରା ଫସି ଯାଇଛ। ମୁଁ ଆଉ ମୋର ପଣିଆରେ ବୁଡିକି ରହିଛ, ସେଥିପାଇଁ ସବୁ ଭୁଲି ଯାଇଛ। ଏବେ ମୁଁ ତୁମକୁ ଲକ୍ଷ୍ମୀ ନାରାୟଣଙ୍କ ସଦୃଶ କରିବା ପାଇଁ ଆସିଛି। ଚିତ୍ର ତ ବହୁତ ଭଲ ଭଲ ରହିଛି। ଆଜି ଆମେ କଣ ଅଛୁ, କାଲି ଆମେ କଣ ହେବୁ। କିନ୍ତୁ ମାୟା ମଧ୍ୟ କିଛି କମ ନୁହେଁ। ମାୟା ଡୋର ବାନ୍ଧିବାକୁ ଦେଉନାହିଁ। ଏ ଯୋଉ 5 ବିକାର ଆମେ ସାଥିରେ କରିଛେ, ନିଜ ଭିତରେ ସାଇତିକି ରଖିଛେ, କାମ, କ୍ରୋଧ, ମୋହ, ଲୋଭ, ଅହଙ୍କାର, ଇଏ ଆମକୁ କଣ ବାବାଙ୍କ ସହିତ ଯୋଡି ଦଉନି, ମଜବୁତ କରିଦଉନି। ଏ ବନ୍ଧନକୁ ପୁରା ଫିଟେଇ ଦଉଛି, ହଲଚଲ କରାଉଛି। ଭିନ୍ନ ଭିନ୍ନ ବାଧା ବିଘ୍ନ ପରିସ୍ଥିତି ତୋଫାନ ସାମ୍ନାକୁ ଆଣିକିରି ଆମକୁ ହଲଚଲ କରୁଛି, ବାବାଙ୍କ ସହିତ ବିଲକୁଲ ମନ ବୁଦ୍ଧି ଲଗେଇ ଦଉନି। କାରଣ ଆମେ ଏକୁ ଅଧା କଳ୍ପ ସାଥୀ କରିଛେ ନା, ଇଏ କଣ ସହଜରେ ଆମକୁ ଛାଡିବ? ତେଣୁ ଏକୁ ଆମେ ସାଥୀ କରିକିରି ହିଁ ଆମେ ରସା ତଳକୁ ପଳେଇଛେ, ମୂର୍ଖ ହେଇଯାଇଛେ।
ଅଜ୍ଞାନ ଅନ୍ଧକାର ଆମେ ଖାଲି ଘୁରି ବୁଲୁଛେ ହେଲା। ତେଣୁ ବାବା କହୁଛନ୍ତି ଟଣା ଭିଡ଼ା ଚାଲିଛି। ବାବା ଗୋଟେ ପାଖରେ ଟାଣିଲେ ମାୟା ଗୋଟେ ପାଖରେ ଟାଣୁଛି। ଆମେ ତ ବାବାଙ୍କୁ ସ୍ମରଣ କରୁଛୁ, କିନ୍ତୁ କାହିଁକି କେଜାଣି ପୁଣି ଭୁଲି ଯାଉଛୁ। ଏଥିରେ ପରିଶ୍ରମ କରିବାକୁ ହେବ। ସେଥିପାଇଁ ଭାରତର ପ୍ରାଚୀନ ଯୋଗ ବିଖ୍ୟାତ ଅଟେ। ସେମାନଙ୍କୁ ବର୍ଷା କିଏ ଦେଇଥିଲେ, ଏ କଥା କେହି ବି ବୁଝି ନାହାନ୍ତି। ବାବା କହୁଛନ୍ତି, ପିଲାମାନେ, ମୁଁ ତୁମକୁ ପୁନର୍ବାର ସମ୍ପତ୍ତି ଦେବା ପାଇଁ ଆସିଛି। ଏହା ତ ବାବାଙ୍କର କର୍ତ୍ତବ୍ୟ ଅଟେ। ବର୍ତ୍ତମାନ ସମସ୍ତେ ନର୍କବାସୀ ଅଟନ୍ତି। ତୁମେମାନେ ଖୁସି ହେଉଛ। ଏଠାକୁ ଯଦି କେହି ଆସୁଛନ୍ତି ଏବଂ ବୁଝୁଛନ୍ତି, ତେବେ ଖୁସି ହେଉଛନ୍ତି। ବାସ୍ତବରେ ଏହି ଜ୍ଞାନ ଠିକ୍। 84 ଜନ୍ମର ହିସାବ ରହିଛି। ବାବାଙ୍କ ଠାରୁ ବର୍ଷା ନେବାର ଅଛି। ବାବା ଜାଣିଛନ୍ତି ଅଧା କଳ୍ପ ଭକ୍ତି କରି କରି ତୁମେମାନେ ଥକି ଯାଇଛ। ମଧୁର ସନ୍ତାନମାନେ, ବାବା ତୁମମାନଙ୍କର ସମସ୍ତ କ୍ଳାନ୍ତି ଦୂର କରିଦେବେ। ବର୍ତ୍ତମାନ ଭକ୍ତିର ଅନ୍ଧକାର ମାର୍ଗ ଶେଷ ହେବାକୁ ଯାଉଛି। କେଉଁଠି ଏହି ଦୁଃଖ ଧାମ, କେଉଁଠି ସୁଖ ଧାମ। ତା ଭିତରେ କେତେ ଫରକ। ଦୁଃଖ ଧାମରେ ତୁମେ କେତେ କଷ୍ଟ ପାଉଛ, ବହୁତ କଷ୍ଟ ମିଳୁଛି, କିନ୍ତୁ ସୁଖ ଧାମରେ ତୁମେ ଅପାର ସୁଖର ଭଣ୍ଡାର ମାଲିକ ହେଇଯିବ। ସୁଖ, ଶାନ୍ତି, ପ୍ରେମ, ଆନନ୍ଦ, ପବିତ୍ରତାରେ ପୁରା ଭରପୁର। ସେଠି ଦୁଃଖର ଚିହ୍ନ ରହିବନି। ମୁଁ ଦୁଃଖ ଧାମକୁ ସୁଖ ଧାମ କରିବା ପାଇଁ କଳ୍ପର ସଙ୍ଗମ ଯୁଗରେ ଆସୁଛି। ବାବା କହିଲେ ସଙ୍ଗମ ଯୁଗରେ ହେଉଛି କ'ଣ, ବାବା ଆସୁଛନ୍ତି ସତ୍ୟ ଯୁଗ ଆରମ୍ଭ ଆଉ କଳି ଯୁଗ ଶେଷ ମଝିରେ ବାବା ଆସୁଛନ୍ତି। ଯେତେବେଳେ କଳି ଯୁଗ ସତ୍ୟ ଯୁଗ ସରି ସରି ଆସୁଥିବ, କଳି ଯୁଗ ସରି ସରି ଆସୁଥିବ, ସେତେବେଳେ ବାବା ଆସନ୍ତି। ଯେତେବେଳେ ପୁରା ଘୋର କଳି ଯୁଗ ହେଇଥିବ, ସେତେବେଳେ ବାବା ଆସନ୍ତି। ସତ୍ୟ ଯୁଗ ସରି ଯାଇଥିବ, କଳି ଯୁଗ ପୁରା ଧୁମ ଚାଲୁଥିବ, ମାନେ ଘୋର କଳି ଯୁଗ ଚାଲୁଥିବ, ଗ୍ଲାନିର ସମୟ, ସେଇ ସମୟରେ ବାବା ଆସନ୍ତି। ଏବେ କ'ଣ ନା କଳି ଯୁଗ ସରି ସରି ଆସିଲାଣି, ଆଉ ଅଳ୍ପ ପରେ ଅଳ୍ପ ଦିନ ଆଉ ରହିଛି ବିନାଶ ହବା ପାଇଁ। ତେଣୁ ବାବା କହୁଛନ୍ତି, ବାବା ସେଇ ସମୟରେ ଆସନ୍ତି ଯାହାକୁ ସଙ୍ଗମ ଯୁଗ କୁହାଯାଏ। କ'ଣ ପାଇଁ ନା ଆତ୍ମା ପରମାତ୍ମାଙ୍କ ଭିତରେ ଇଏ ହେଉଛି ମିଳନ, ସଙ୍ଗମ ମାନେ ମିଳନ ହେଉଛି, ତେଣୁ ତାକୁ ସଙ୍ଗମ ଯୁଗ କୁହାଯାଉଛି। ତୁମକୁ ସମସ୍ତଙ୍କୁ ବାବାଙ୍କ ପରିଚୟ ଦେବାକୁ ହେବ। ବାବା ବେହେଦର ବର୍ଷା ଦେଇଥାନ୍ତି, ତେଣୁ ସେହି ଜଣକର ହିଁ ବହୁତ ମହିମା ରହିଛି। ଶିବ ବାବା ନଥିଲେ ତୁମକୁ ପବିତ୍ର କିଏ କରିଥାନ୍ତେ? ଡ୍ରାମାରେ ଏସବୁ ନିର୍ଦ୍ଧାର୍ଯ୍ୟ ଅଛି। କଳ୍ପ କଳ୍ପ ତୁମେମାନେ ମୋତେ ଡାକି ଆସିଛ, ହେ ପତିତ ପାବନ ଆସ। ଶିବଙ୍କର ଜୟନ୍ତୀ ମଧ୍ୟ ହେଉଛି। ମନୁଷ୍ୟମାନେ କହୁଛନ୍ତି ବ୍ରହ୍ମା ହିଁ ସ୍ୱର୍ଗର ସ୍ଥାପନା କରିଛନ୍ତି। ତେବେ ଶିବ କ'ଣ କରିଛନ୍ତି, ଯାହାଦ୍ୱାରା ତାଙ୍କର ଶିବ ଜୟନ୍ତୀ ପାଳନ କରୁଛନ୍ତି? କିଛି ବି ଜାଣିନାହାନ୍ତି। ତୁମ ବୁଦ୍ଧିରେ ଜ୍ଞାନ ଭଲ ଭାବରେ ଧାରଣ ହେବା ଦରକାର। ଯଦି ଜଣକ ସହିତ ଡୋର ବାନ୍ଧିଛ, ତେବେ ଆଉ କାହା ସହିତ ବାନ୍ଧ ନାହିଁ, ନଚେତ୍ ତଳକୁ ଖସିଯିବ। ପାରଲୌକିକ ପିତା ଶିବ ବାବା ଅତି ସାଧାରଣ ଅଟନ୍ତି। ତାଙ୍କର କୌଣସି ଆଡମ୍ବର ନାହିଁ। ଲୌକିକ ପିତାମାନେ ତ ମଟର ଗାଡ଼ିରେ, ଉଡ଼ାଜାହାଜ ଆଦିରେ ଯିବା ଆସିବା କରିଥାନ୍ତି। ଏଇ ବେହେଦର ପିତା ଶିବ ବାବା କହୁଛନ୍ତି, ମୁଁ ପତିତ ଦୁନିଆ, ପତିତ ଶରୀରରେ ପିଲାମାନଙ୍କର ସେବା କରିବା ପାଇଁ ଆସିଛି। ତୁମେମାନେ ଦ୍ୱାପର ଯୁଗରୁ ମୋତେ ଡାକି ଆସିଛ ଯେ, ହେ ଅବିନାଶୀ ବୈଦ୍ୟ, ଆସ ଏଠାକୁ ଆସି ଆମକୁ ଜ୍ଞାନର ଇଞ୍ଜେକ୍ସନ ଦିଅ। ବର୍ତ୍ତମାନ ଇଞ୍ଜେକ୍ସନ ଲଗା ଯାଉଛି। ବାବା କହୁଛନ୍ତି, ମୋ ସହିତ ଯୋଗ ଲଗାଅ, ତେବେ ତୁମର ପାପ ସବୁ ଭସ୍ମ ହୋଇଯିବ। ବାବା ହିଁ 63 ଜନ୍ମର ଦୁଃଖ ହର୍ତ୍ତା ଏବଂ 21 ଜନ୍ମର ସୁଖକର୍ତ୍ତା ଅଟନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କ ତରଫରୁ ଆତ୍ମିକ ପିତାଙ୍କୁ ଆଉ ବାପଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ସବୁ ମାନେ ଏଇ ଏଇ ଆତ୍ମାର ଛୋଟିଆ ଦିଲରୁ
ଆତ୍ମିକ ପିତାଙ୍କୁ ଆଉ ବାପଦାଦାଙ୍କୁ ଅଗଣିତ ଧନ୍ୟବାଦ, ଅଗଣିତ ଶୁକ୍ରିୟା। ଶୁକ୍ରିୟା ବାବା, ଶୁକ୍ରିୟା ବାବା, ଶୁକ୍ରିୟା ବାବା, ଆପଣଙ୍କୁ ବହୁତ ବହୁତ ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଆଜି କ'ଣ ବାବା କହିଛନ୍ତି ଧାରଣା ପଏଣ୍ଟ? 1 ନମ୍ବର ପଏଣ୍ଟ, ନିଜର ବୁଦ୍ଧି ରୂପୀ ଆତ୍ମିକ ଡୋରକୁ ଏକମାତ୍ର ବାବାଙ୍କ ସହିତ ବାନ୍ଧିବାକୁ ହେବ। ଜଣଙ୍କର ହିଁ ଶ୍ରୀମତ ଅନୁସାରେ ଚାଲିବାକୁ ହେବ। ବାବା କହିଲେ ନିଜର ବୁଦ୍ଧି ରୂପୀ ଆତ୍ମିକ ଡୋରକୁ ଏକମାତ୍ର ବାବାଙ୍କ ସହିତ ବାନ୍ଧିବାକୁ ହେବ। ବାବା କହିଲେ ନିଜର ବୁଦ୍ଧି ବାବାଙ୍କ ସହିତ ପୁରା ଯୋଡ଼ିବାକୁ ପଡ଼ିବ। ଏଇ ମିଛ ମାୟା ମିଛ ଗାୟା ଦୁନିଆରୁ ବୁଦ୍ଧିକୁ ପୁରା ହଟେଇବାକୁ ପଡ଼ିବ। ଆଉ ପୁରା ବାବାଙ୍କ ସହିତ ଆତ୍ମିକ ସ୍ଥିତିରେ ରହିକିରି ବାବାଙ୍କ ସହିତ କନେକ୍ସନ ପୁରା ମଜବୁତ ଯେମିତି ହବ। ଏକମାତ୍ର ବାବା, ଦ୍ୱିତୀୟ ନାସ୍ତି, ଏଇ ସ୍ଥିତିରେ ହିଁ ରହିବାକୁ ପଡ଼ିବ। ଆଉ ଏଇ ସ୍ଥିତିରେ ହିଁ ତୁମକୁ ତାଙ୍କ ସହିତ ସମ୍ବନ୍ଧ ବାନ୍ଧିବାକୁ ପଡ଼ିବ। ଜଣଙ୍କର ହିଁ ଶ୍ରୀମତ ଅନୁସାରେ ଚାଲିବାକୁ ହେବ। କେବଳ ବାବାଙ୍କର ମତରେ ଚାଲିବାକୁ ହେବ। ବାବାଙ୍କ ମତରେ ଅନେକ ମତ ମିଶେଇବାର ନାହିଁ। 2 ନମ୍ବର, ଆମେମାନେ ମିଠା ବୃକ୍ଷ ଅର୍ଥାତ ଦୈବୀ ପରିବାର କଲମୀ ବା ଚାରା ଲଗାଉଛୁ। ସେଥିପାଇଁ ପ୍ରଥମେ ନିଜକୁ ହିଁ ବହୁତ ବହୁତ ମିଠା କରିବାକୁ ହେବ। ଯୋଗର ଯାତ୍ରାରେ ତତ୍ପର ରହି ବିକର୍ମ ବିନାଶ କରିବାକୁ ହେବ। ବାବା କହିଲେ ବାବା ଯେମିତି ମିଠା, ତାଙ୍କ ସନ୍ତାନ ମାନେ ସେମିତି ମିଠା। କାରଣ ଇଏ ହଉଛି ମିଠାରୁ ମିଠା ବୃକ୍ଷ। ବାବା ବହୁତ ମିଠା। ଆଉ ବାବା ଆସିକିରି ଡେଲି ସାକାରିନ୍ ଦଉଛନ୍ତି। ଜ୍ଞାନର ଇଞ୍ଜେକ୍ସନ ଦ୍ୱାରା ଯୋଉ ସାକାରିନ୍ ଦଉଛନ୍ତି। ଆଉ ଏଇ ଯୋଉ ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ, ଓରଟା ବୃକ୍ଷରେ ଯୋଉ ଦୈବୀ ସବୁ ଆତ୍ମା ମାନେ ଅଛନ୍ତି ବା କଲିମ ବା ଚାରା ଲାଗୁଛି, ସେ ସବୁ ହଉଛି କ'ଣ? ମିଠା ବୃକ୍ଷ। ବାବାଙ୍କର ଇଏ ହଉଛି ସଙ୍ଗମ ଯୁଗ, ହଉଛି ରୁହାନୀ ବଗିଚା। ତେଣୁ ଏଠି ସବୁ ମିଠା ମିଠା ସବୁ କଲମୀ ଲାଗୁଛି, ସବୁ ଦୈବୀ କଲମୀ। ତେଣୁ ବାବା କହୁଛନ୍ତି ନିଜକୁ ହିଁ ବହୁତ ବହୁତ ମିଠା କରିବାକୁ ହେବ। ଯେହେତୁ ଏଠି ମିଠା କଲମୀ ଲାଗୁଛି, ତେଣୁ ଚାରା ଲାଗୁଛି, ତେଣୁ ତୁମକୁ ବହୁତ ବହୁତ ମିଠା ହେବାକୁ ପଡ଼ିବ। ଯୋଗର ଯାତ୍ରାରେ ତତ୍ପର ରହି ବିକର୍ମ ବିନାଶ କରିବାକୁ ହେବ। ବାବା କହିଲେ ଅମୃତ ବେଳାରେ ଉଠିକିରି ଯେତେ ଯୋଗର ଯାତ୍ରାରେ ରହିବ, ସେତେ ହଉଛି ତୁମର ଆତ୍ମାରୁ ଯୋଉ ବିକର୍ମ ସବୁ ଲାଗିଛି, ପାପର ବୋଝ ସବୁ ସମାପ୍ତ ହବ, ବିନାଶ ହବ। ବରଦାନ। ବାବା ଆଜି ବରଦାନ କ'ଣ ମୋ ଆତ୍ମାକୁ ଦେଇଛନ୍ତି? ବାବାଙ୍କର ବରଦାନୀ ହସ୍ତ ମୋ ମସ୍ତକ ଉପରେ ଅଛି। ଆଉ ବାବାଙ୍କର ବରଦାନୀ ହସ୍ତର ସ୍ପର୍ଶକୁ ମୋ ଆତ୍ମା ଅନୁଭବ କରୁଛି। ବାବା ଆଜି ବିଶେଷ ବରଦାନ କ'ଣ ଦେଇଛନ୍ତି? ମନନ ଶକ୍ତି ଦ୍ୱାରା ଜ୍ଞାନର ପ୍ରତ୍ୟେକ ପଏଣ୍ଟର ଅନୁଭବୀ ହେଉଥିବା ସଦା ଶକ୍ତିଶାଳୀ ମାୟା ଗ୍ରୁପ, ବିଘ୍ନ ଗ୍ରୁପ ଅର୍ଥାତ ବିଘ୍ନ ଠାରୁ ମୁକ୍ତ ଭବ। ବାବା କହିଲେ ମନନ ଶକ୍ତି, ଯଦି ତୁମର ମନ ଯଦି ତୁମ ଆୟତରେ ଅଛି ବା ଶ୍ରୀମତର ଲଗାମରେ ମନକୁ ଆୟତ କରିଛ, ତାହେଲେ ମନକୁ ଯଦି ତୁମେ ଗୋଟେ କାମରେ ଲଗେଇଦବ, କ'ଣ ନା ମନ ତ ଚଞ୍ଚଳ ନା, ମନ ଇଆଡ଼େ ସିଆଡ଼େ ବୁଲିବ। ମନକୁ ଜ୍ଞାନର ଚିନ୍ତନ ମନ୍ଥନରେ ଲଗେଇଦବ। ସେ ଯୋଉ ଜ୍ଞାନର ପଏଣ୍ଟକୁ ସବୁ ଚିନ୍ତନ ମନ୍ଥନ କରିବ, ତାହେଲେ ସେ ଯୋଉ ତୁମେ କ'ଣ ହବ ନା, ଯେମିତି ସ୍ୱଦର୍ଶନ ଚକ୍ରଧାରୀ ବନିଯିବ। ଯେତେବେଳେ ସବୁ ତୁମେ ସ୍ୱଦର୍ଶନ ଚକ୍ରଧାରୀ ବନିଯିବ, ସବୁ ପଏଣ୍ଟର ଅନୁଭବୀ ବନିଯିବ। ତୁମ ଭିତରେ ସବୁ ପଏଣ୍ଟରେ ତୁମେ ପୁରା ଯେମିତି ସମ୍ପନ୍ନ ବନିଯିବ। ଜ୍ଞାନର ପଏଣ୍ଟ ପୁରା ଭରପୁର ହେଇଯିବ, ସେଥିରେ ସମ୍ପନ୍ନ ବନିଯିବ। ଆଉ ତୁମେ ମାନେ ସବୁ ସଦା ଶକ୍ତିଶାଳୀ ବନିଯିବ। ମାୟାର ଗ୍ରୁପ, ବିଘ୍ନ ଗ୍ରୁପ ଅର୍ଥାତ ବିଘ୍ନ ଠାରୁ ମୁକ୍ତ ଭବ। ଯେ ଜ୍ଞାନରେ ପୁରା ସମ୍ପନ୍ନ, ତାକୁ ପ୍ରାପ୍ତ କରିଛି ବା ଜ୍ଞାନରେ ଯିଏ ସଜେଇ ହେଇଛି, ଜ୍ଞାନର ପଏଣ୍ଟରେ ଯିଏ ଅନୁଭବୀ, ତାହେଲେ ସେମାନେ ଯେତେ ବିଘ୍ନ ଆସିଲେ ବି ସୁଦ୍ଧା ସିଏ ମୁକ୍ତ ହେଇଯିବ। ଯେପରି ଶାରୀରିକ ଶକ୍ତି ପ୍ରାପ୍ତ କରିବା ପାଇଁ
ପାଚନ ଶକ୍ତିର ବା ହଜମ କରିବାର ଶକ୍ତି ଆବଶ୍ୟକ, ସେଇଭଳି ଆତ୍ମାକୁ ଶକ୍ତିଶାଳୀ କରିବା ପାଇଁ ମନନ ଶକ୍ତି ଆବଶ୍ୟକ। ମନନ ଶକ୍ତି ଦ୍ୱାରା ଅନୁଭବ ସ୍ୱରୂପ ହୋଇଯିବା ହିଁ ସବୁଠାରୁ ବଡ଼ରୁ ବଡ଼ ଶକ୍ତି ଅଟେ। ଏଇଭଳି ଅନୁଭବୀ ଆତ୍ମାମାନେ କେବେ ହେଲେ ଧୋକା ଖାଇପାରିବେ ନାହିଁ ବା ଶୁଣାଶୁଣି କଥାରେ ବିଚଳିତ ହୋଇପାରିବେ ନାହିଁ। ସେମାନେ ସର୍ବଦା ସମ୍ପନ୍ନ ସ୍ଥିତିରେ ରହିଥାନ୍ତି ଏବଂ ସଦାକାଳ ପାଇଁ ଶକ୍ତିଶାଳୀ ମାୟା ଗ୍ରୁପ ଏବଂ ବିଘ୍ନ ଗ୍ରୁପ ହୋଇଯାଆନ୍ତି। ସ୍ଲୋଗାନ। ବାବା ଆଜି ସ୍ଲୋଗାନ କ'ଣ କହିଛନ୍ତି? ଯଦି ଖୁସି ରୂପକ ସମ୍ପତ୍ତି ସଦା ସର୍ବଦା ସାଥିରେ ରହିବ, ତେବେ ଅନ୍ୟ ସବୁ ସମ୍ପତ୍ତି ଆପେ ଆପେ ଆସିବ। ବାବା କହିଲେ ବ୍ରାହ୍ମଣ ଜୀବନର ଖୁସି ରୂପକ ସମ୍ପତ୍ତି କ'ଣ? ସନ୍ତୁଷ୍ଟତା। ଯଦି ତୁମେ ସନ୍ତୁଷ୍ଟତା ରୂପୀ ସମ୍ପତ୍ତିକୁ ଯଦି ଆପଣେଇବ, ସଦା ସର୍ବଦା ତୁମ ସାଥିରେ ରଖିବ, ସବୁବେଳେ ସନ୍ତୁଷ୍ଟତା ରହିବ, ଆଉ ଅନ୍ୟମାନଙ୍କୁ ସନ୍ତୁଷ୍ଟତା କରେଇବ, ତାହେଲେ ତୁମେ ଯେଉଁ ଅନ୍ୟ ସବୁ ସମ୍ପତ୍ତି ତୁମେ ସହଜରେ ପ୍ରାପ୍ତ କରିପାରିବ। ଆଶୀର୍ବାଦ ସମ୍ପତ୍ତି ପ୍ରାପ୍ତ କରିପାରିବ। ସମସ୍ତଙ୍କର ଯେଉଁ ଆଶୀର୍ବାଦ ଦୁଆଁ, ଆଉ ସମସ୍ତଙ୍କ ପାଖରେ ତୁମେ ଯେମିତି ନିଜେ ନିଜ ପ୍ରତି ଭଲ ପାଇବା ଥିବ, ପରିବାର ତୁମକୁ ଭଲ ପାଉଥିବେ, ଯେଉଁ ସମ୍ବନ୍ଧ ସମ୍ପର୍କୀୟ ଭଲ ପାଉଥିବେ, ତାହେଲେ ତୁମେ ବାବାଙ୍କର ବି ତୁମେ ପ୍ରିୟ ବନିଯିବ। ଆଉ ବାବାଙ୍କର ଯେଉଁ ସମ୍ପତ୍ତିର ତୁମେ ସହଜରେ ବାବାଙ୍କ ସମ୍ପତ୍ତି ପ୍ରାପ୍ତ କରିପାରିବ। ଯେମିତି ମାନେ ତୁମେ ସବୁଥିରେ ସଫଳତା ହେବ। ସଫଳତା ଚାବିକାଠି ହିଁ ତୁମ ପାଖରେ ସବୁବେଳେ ରହିବ। ତୁମେ ଯେଉଁ ମୁହୂର୍ତ୍ତରେ ଚାହିଁବ ସେଇ ମୁହୂର୍ତ୍ତରେ ସର୍ବ ସମ୍ପତ୍ତିକୁ ତୁମେ ଆଦେଶ ଅନୁସାରେ ଚଳେଇ ପାରିବ। ସର୍ବ ସମ୍ପତ୍ତିର ମାଲିକ ହେଇଯିବ। ଅବ୍ୟକ୍ତ ଇଶାରା। ବାବା ଆଜି କ'ଣ ଅବ୍ୟକ୍ତ ଇଶାରାରେ କହିଛନ୍ତି? ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ସଫଳତା ସମ୍ପନ୍ନ ହେବା ପାଇଁ ହେଲେ ସାଧାରଣ କାର୍ଯ୍ୟ କରୁଥିଲେ ମଧ୍ୟ ଫରିସ୍ତା ଭଳି ଚାଲିଚଳନ ଏବଂ ଫରିସ୍ତା ଭଳି ସ୍ଥିତି ରହୁ। ଏଭଳି କୁହ ନାହିଁ ଯେ ମୁଁ କ'ଣ କରିବି, କଥାଟା ସେଇଭଳି ଥିଲା, କାମଟା ସେଇଭଳି ଥିଲା, ପରିସ୍ଥିତି ସେଇଭଳି ଥିଲା ବା ସମସ୍ୟା ହିଁ ସେଇଭଳି ଥିଲା, ସେଥିପାଇଁ ସାଧାରଣତା ଆସିଗଲା। ତେଣୁ ଯେକୌଣସି ସମୟରେ ଯେକୌଣସି ପରିସ୍ଥିତିରେ ତୁମକୁ ଅଲୌକିକର ସ୍ୱରୂପ ପ୍ରତ୍ୟେକଙ୍କୁ ଅନୁଭବ ହେଉ। ଯେଉଁଭଳି କଥା ହୋଇଥିବ ସେଇଭଳି ନିଜର ସ୍ୱରୂପ କର ନାହିଁ। କୌଣସି କଥା ତୁମକୁ ବଦଳାଇ ନ ଦେଉ, ତେବେ ଯାଇ ସମସ୍ତଙ୍କର ନିକଟବର୍ତ୍ତୀ ହୋଇପାରିବ ଏବଂ ଏକତାର ସଂଗଠନ ମଜବୁତ ହେବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।